ଭାରତରେ ଅଳ୍ପ ସଂଖ୍ୟକ ସମୁଦାୟ ମାନେ ନିଜ ଶିକ୍ଷାନୁଷ୍ଠାନ ପରିଚାଳନା କରିପାରିବେ କି? ଭାରତୀୟ ସମ୍ବିଧାନର ଆର୍ଟିକଲ 30 ଅଳ୍ପ ସଂଖ୍ୟକମାନଙ୍କ ଅଧିକାରକୁ ଦେଇଛି ସୁରକ୍ଷା। ଏହା ଧର୍ମୀୟ ଓ ଭାଷାଗତ ଅଳ୍ପ ସଂଖ୍ୟକମାନଙ୍କୁ ଦେଇଛି ନିଜର ଶିକ୍ଷାନୁଷ୍ଠାନ ସ୍ଥାପନା କରିବାର ଅଧିକାର ଏବଂ ସେହି ଶିକ୍ଷାନୁଷ୍ଠାନକୁ ପରିଚାଳନା କରିବାର ଅଧିକାର। ତାମାନେ ଶିକ୍ଷା ମାଧ୍ୟମରେ ସେମାନେ ନିଜ ଭାଷା, ପରିଚୟ ଓ ସଂସ୍କୃତିର ସୁରକ୍ଷା କରିପାରିବେ। ରାଜ୍ୟ ସେହି ଅନୁଷ୍ଠାନମାନଙ୍କ ସାଙ୍ଗରେ କୌଣସି ପ୍ରକାର ଅନ୍ୟାୟ ବା ଭେଦଭାବ କରିପାରିବ ନାହିଁ, କାରଣ ଭାରତ ବିଶ୍ୱାସ କରେ ସମସ୍ତ ସମୁଦାୟର ସମାନ ସୁରକ୍ଷାରେ। ତେଣୁ ଆର୍ଟିକଲ 30 ଆମ ଗଣତନ୍ତ୍ରର ସାଂସ୍କୃତିକ ବିବିଧତାକୁ ସୁରକ୍ଷା ଦେଇଥାଏ। ଆପଣଙ୍କ ମତରେ ଶିକ୍ଷା, ସଂସ୍କୃତି ଓ ପରିଚୟକୁ ସୁରକ୍ଷିତ କରିପାରେ କି? କମେଣ୍ଟ କରି ଜଣାନ୍ତୁ।